ଆମେ ଗ୍ରିଡ୍ର ସକାଳୁ ସବୁ କାମ ଦାମ ସାରି ଜଷ୍ଟ ଲଞ୍ଚ ପରେ ବସିଥିଲୁ। ଅଧା ଲଞ୍ଚ କରିଛୁ, କ'ଣ ଗୋଟେ ଆବାଜ ଆସିଲା ପୁରା ବ୍ଲାଷ୍ଟ ହେଲା ଭଳିଆ। ଆଉ ସାଇଡରେ ଦେଖିଲା ବେଳକୁ ଫିଡରରେ ନିଆଁ ଲାଗିଛି କୋଉଠି ତଳେ। ଫାଷ୍ଟ କାମ ହେଲା ଆମେ ଦେଖିଦେଲୁ ବୋଲେ ନିଆଁ ଲାଗିଛି, ଏଇଟା ଆମର କଣ୍ଟ୍ରୋଲ ନାହିଁ, ଆମର ପାଖେ ଛୋଟ ଛୋଟ ଥିସି ଗ୍ୟାସ୍ ନିଆଁ ଲିଭାଟା। ଆମେ ଫାୟାର ସର୍ଭିସକେ ସାଙ୍ଗେ ସାଙ୍ଗେ ଫୋନ କଲୁ। ୱିଦିନ୍ 5 to 6 ମିନିଟ୍ସ ସେମାନେ ପହଞ୍ଚି ଆସିଛନ୍। ମାନେ ଇନୁ ଡିଷ୍ଟାନ୍ସ ହବା ମନୋହରପୁର 5-6 କିଲୋମିଟର ଭିତରେ ସାଙ୍ଗେ ସାଙ୍ଗେ ପହଞ୍ଚି ଆସିଛନ୍ ଆଉ ଆଡ୍ରେସ୍ କରିପାରୁନି। ନହେଲେ ତ ଆଜି ବହୁତ ବହୁତ କ୍ଷୟକ୍ଷତି ହେଇଥିଲା, ତାଙ୍କର ଲାଗି ବହୁତ ଜିନିଷ ସେଭ୍ ହେଇଗଲା। ନା ହେନ୍ତି ତ କ୍ଷୟକ୍ଷତି ଜଣା ନାହିଁ ପଡି ଏବେ କିଛି। ଭିତରେ ନାହିଁ, ଗ୍ରିଡ୍ ବାଉଣ୍ଡରୀ ବାହାରେ। ଗ୍ରିଡ୍ ବାଉଣ୍ଡରୀ ବାହାର ସାଇଡରେ ନିଆଁ ଲାଗିଛି, ଯୋଉଥିପାଇଁ କି ଗ୍ରିଡ୍ର କିଛି କ୍ଷତି ନାହିଁ। ଗ୍ରିଡ୍ର ସବୁ ବିଦ୍ୟୁତ ଯେନୁ ଯେନୁ ତାରରୁ ଆସୁଛି ସବୁ ବିଦ୍ୟୁତ ଆମେ କାଟି ଦେଇଥିଲୁ, ଏବେ ବି କଟା ହେଇଛି। ନିଆଁ ପୁରା ଲିଭିଲା ପରେ ସେ ଗୋଟେ ଗୋଟେ କରିକି ଚେକ୍ କରିକି ଦିଆହବ। ନାଇଁ ପଡି ଦେଖମା ଏବେ ନିଆଁ ଲିଭା ସରିଯାଉ ପୁରା, ତାପରେ କେନ୍ ଲାଇନ୍ କାଣା ଡିଷ୍ଟର୍ବ ହେଇଛି ସେଟା ସବୁ ଦେଖିଲେ ଜଣା ପଡବା। ତାରେ ନିଆଁ ଲାଗିଥିଲା ସେ ଉପରେ ଯେନ୍ ଯେନ୍ ବିଦ୍ୟୁତ ତାର ମାନେ ଯାଉଥିଲା 11 କେବି 33 କେବି ସୋଲାର ଫିଡର ଏସବୁ ଲାଇନ୍ କଟା ହେଇଛି ଏବେ।